ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି। ସାର୍ ଆଜି କଥା ଆମେ ଯଦି କହିବା ସକାଳୁ ସକାଳୁ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର କଥା ଆମେ ଯଦି କହିବା ଘଡଘଡି ବିଜୁଳି ସହିତ ବର୍ଷା ହୋଇଛି। ତେବେ ଆଜିର ପାଗର ଅପଡେଟ୍ କୁ ନେଇ କଣ କହିବେ? ଆଜି ଏଭଳି ଯୋଉ ବର୍ଷା ସ୍ଥିତି କେତେ ଦିନ ଲାଗି ରହିବ ଏବଂ କେଉଁ କେଉଁ ଜିଲ୍ଲା ଗୁଡିକରେ ବଜ୍ରପାତ ଜନିତ ବର୍ଷା ହେବ, କଣ କହିବେ ସାର୍? ନମସ୍କାର। ବର୍ତ୍ତମାନ ଆମର ଯୋଉ ପରିବେଶ ଅଛି ଟିକେ ହାଲୁକା ବର୍ଷା, ହାଲୁକାର ମଧ୍ୟମ ଧରଣ ବର୍ଷା, ବିଜୁଳି ବାଦଲ ସୃଷ୍ଟି କରିବା, ଏଇ ସବୁ ପରିବେଶ ବର୍ତ୍ତମାନ ଅଛି। 18 ତାରିଖରୁ ନେଇକି ମତେ ଲାଗୁଛି 24 ତାରିଖ ପର୍ଯ୍ୟନ୍ତ ରହିବ, କିନ୍ତୁ ବେଶୀ ପ୍ରଭାବ 20 ତାରିଖ ଦିନ ରହିବ। ତାପରେ କାଲି 21 ସ୍ଥାନ ପ୍ରଭାବ କମିଯିବ, ପୁଣି 22-23ରେ ରହିବ, 24ରେ ଆଂଶିକ ପ୍ରଭାବ ରହିବ। ଆଉ ଯୋଉ ଆପଣ ବର୍ଷା କଥା କହିଲେ, ବର୍ତ୍ତମାନ ଆମର ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ପାଖାପାଖି ଅଞ୍ଚଳରେ ବର୍ଷା ରହିଛି। ଆଜି ଦିନ ସାରା ଏଇଭଳିଆ ଆକ୍ଟିଭିଟିଜ ରହିବ। ମତେ ଲାଗୁଛି ବର୍ଷାର ଯୋଉ ମାତ୍ରାଟା ଆଜ୍ଞା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼ ଏଇ ଅଞ୍ଚଳରେ ବେଶୀ ରହିବ। ଆଉ ଯୋଉ ବିଜୁଳି ଘଡଘଡି ବି ମତେ ଲାଗୁଛି ଅପରାହ୍ନ ସମୟରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ ଆଉ କେନ୍ଦ୍ରାପଡା ଏଇସବୁ ଅଞ୍ଚଳରେ ବି ରହିପାରେ। ଆଉ ତାପରେ ଟିକେ ୱିଣ୍ଡି କଣ୍ଡିସନ ବି ରହିବ। ଆଉ ଆଜ୍ଞା ଓଡିଶା ସହିତ ଆମର ବର୍ତ୍ତମାନ ଉତ୍ତର ଭାରତରେ ବି ବର୍ତ୍ତମାନ ପ୍ରଭାବ ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର ଆଉ ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବ ଭାରତ ଗୋଟେ ବଡ ଅଞ୍ଚଳରେ ଏଇ ଯୋଉ ପଶ୍ଚିମା ଝଡର ପ୍ରଭାବ ରହୁଛି। ତେଣୁ ମତେ ଲାଗୁଛି ମୋଟାମୋଟି ଆଜି ଟିକେ ବେଶୀ ପ୍ରଭାବ ଓଡିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ରହିବାର ସମ୍ଭାବନା ରହୁଛି। ଆଜ୍ଞା ସାର୍। ସାର୍ ଗତକାଲି କଥା ଆମେ ଯଦି କହିବା, ଗତକାଲି ଯାଜପୁର ଜିଲ୍ଲାରେ ବି ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଆଉ ଆଜି କଥା ଆମେ ଯଦି କହିବା, ଆଜି ପ୍ରାୟ ଜିଲ୍ଲା ଗୁଡିକରେ ବର୍ଷା ହେଉଛି। ଯେତେବେଳେ ବି ବର୍ଷା ହେବ ଦିନର ତାପମାତ୍ରା କମିବ ଏବଂ ରାତିର ତାପମାତ୍ରା କୁ ନେଇ କଣ କହିବେ ସାର୍? ହଁ, ଦିନର ତାପମାତ୍ରା ବର୍ତ୍ତମାନ ନିୟନ୍ତ୍ରଣରେ ଆସିଯିବ। ଓଡିଶା ପାର୍ଶ୍ୱବର୍ତ୍ତୀ ଯୋଉ ରାଜ୍ୟ ମାନେ ଅଛନ୍ତି, ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ, ଇଭିନ ବି କିଛିଟା ଆନ୍ଧ୍ରପ୍ରଦେଶ, କିନ୍ତୁ ରାତି ତାପମାତ୍ରା ଟା ଟିକେ ଆଂଶିକ ବଢିବ, କାରଣ ଆପଣଙ୍କର ଯେହେତୁ ଆର୍ଦ୍ରତାପୂର୍ଣ୍ଣ ବାୟୁମଣ୍ଡଳ ରହିବ, ସବୁତକ ବର୍ଷା ହେଇପାରିବନି। ଆଉ କୁହୁଡି ବି ଆଜ୍ଞା ସୃଷ୍ଟି ହେବାର ସମ୍ଭାବନା ରହୁଛି। ମତେ ଲାଗୁଛି ଯୋଉ ଫେବୃଆରୀ ଶେଷ ସପ୍ତାହ ରହୁଛି, ଏଇ କୁହୁଡି ବି ସୃଷ୍ଟି କରିବେ ଆର୍ଦ୍ରତାପୂର୍ଣ୍ଣ ବାୟୁ। କିନ୍ତୁ ଆଜ୍ଞା ରାତି ତାପମାତ୍ରା ଟା ଟିକେ ଡିସକମ୍ଫର୍ଟ ରହିବ। 21ରୁ ନେଇକି 23 ଚାଲନ୍ତୁ, ଏଇ ପାଖାପାଖି ଜୋନରେ ରହିବ ରାତି ତାପମାତ୍ରା ଟିକେ, କିନ୍ତୁ ଉଷୁମ ରହିବାର ସମ୍ଭାବନା ଅଛି। କିନ୍ତୁ ଦିନ ତାପମାତ୍ରା ଟିକେ କମିଯିବ। ଯଦିଓ ଦକ୍ଷିଣ ଓଡିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଟିକେ ଉତ୍ତାପ ରହିବ, କିନ୍ତୁ ଆଜ୍ଞା ମତେ ଲାଗୁଛି ଆହୁରି 24 ଘଣ୍ଟା ଚାଲିଗଲା ପରେ ସେମାନେ ବି ଟିକେ ଆପଣଙ୍କ ଯୋଉ ତାତି କଣ୍ଡିସନ ରୁ ମୁକ୍ତି ପାଇବାର ମତେ ଲାଗୁଛି ଯଥେଷ୍ଟ ସମ୍ଭାବନା ରହୁଛି। ସାର୍ ଆମର କମେଣ୍ଟରେ କିଛି କ୍ୱେଶ୍ଚିନ୍ ରହିଛି, ଯାହା ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହିଁବି। ତେବେ ପ୍ରଥମ କ୍ୱେଶ୍ଚିନ୍ ହେଲା, ମଣିଷ ସମାଜ ଯେତେ ବି ଆଗକୁ ଯାଉ କିନ୍ତୁ ପ୍ରକୃତି ଆମଠାରୁ ବହୁତ ଶକ୍ତିଶାଳୀ, ତା ଠିକ ନା ଭୁଲ, କଣ କହିବେ ସାର୍? ହଁ, ସେଟା ଠିକ। ଆପଣ ପ୍ରକୃତିରେ ହିଁ ସୃଷ୍ଟି ହେଇଛନ୍ତି। ଆପଣଙ୍କର ଯୋଉ ପଞ୍ଚଭୂତ ଆମେ କହୁ, ପାଣି, ଅଗ୍ନି, ବାୟୁ, ଆକାଶ, ପୃଥିବୀ, ଏଇଥିରୁ ହିଁ ଆମର ସୃଷ୍ଟି, ଆଉ ଏଇଥିରେ ହିଁ ଆମେ ଲୀନ ହେଇଯିବା। ତେଣୁ ସିଭିଲାଇଜେସନ କୁ କଣ୍ଟ୍ରୋଲ କରିବା ମୋଷ୍ଟଲି ପ୍ରକୃତିରେ ହିଁ ତାର ଡୋମିନାଣ୍ଟ ରୋଲ ରହୁଛି। ତେଣୁ ଆମେ ପ୍ରକୃତିକୁ କେମିତି ପ୍ରୋଟେକ୍ଟ କରି ରଖିପାରିବା, ସେ ଦିଗରେ କାମ କରିବା ଉଚିତ। ସାର୍ ବର୍ତ୍ତମାନ ଯେମିତି କି ଆପଣ ସୂଚନା ଦଉଥିଲେ, ବର୍ତ୍ତମାନ 2-3 ଦିନ ବର୍ଷା ରହିବ। କାଲି ଯଦିଓ ବର୍ଷାର ପରିମାଣ କାଲିକୁ ଟିକେ କମିବ, କିନ୍ତୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ରହିବ। ଯାଜପୁର କଥା ଆମେ ଯଦି କହିବା, ଯାଜପୁରରେ ଗତକାଲି ମଧ୍ୟ ବର୍ଷା ହୋଇଥିଲା। ତେବେ ଯାଜପୁର ଜିଲ୍ଲାରେ ବର୍ଷା କେତେ ପରିମାଣର ହେବ ଆଉ କେତେ ଦିନ ହେବ, ସେ ନେଇ କିଛି କହିବେ? କାହିଁକି ନା ହଁ, ଆମର କ୍ୱେଶ୍ଚିନ୍ ରହିଛି। ହଁ, ଯୋଉ ଆମର ଯୋଉ ବେଶୀ ଉପକୃତ ଜିଲ୍ଲା ମାନଙ୍କ ଭିତରେ ଯାଜପୁର ଜିଲ୍ଲା ରହୁଛି ବର୍ଷା ଏଇ ଯୋଉ ପରିବେଶରୁ। ତେଣୁ ଆଜି ବି ବର୍ଷା ରହିବ। ମତେ ଲାଗୁଛି ଅପରାହ୍ନ ପରେ ପରେ ବର୍ଷା ରହିବ। ଆଉ ଟିକେ ଅଧିକା ବର୍ଷା ମତେ ଲାଗୁଛି ଓଭରଅଲ ଆପଣ 2-3 ଦିନର ଗୋଟେ ସମଷ୍ଟି ନେଇଯିବେ, ମତେ ଲାଗୁଛି 20-30 ମିଲିମିଟର ବର୍ଷା ହବ। କିନ୍ତୁ ବିଜୁଳି ବି ପ୍ରଭାବ ରହୁଛି। ବର୍ଷା ଅପରାହ୍ନ ସମୟରେ ଟିକେ ଅଧିକା ରହୁଛି। ପର୍ଟିକୁଲାରଲି ଆପଣ ଯଦି ଯାଜପୁର କଥା କହିବେ, କାଲି ସକାଳ, ଆଜି ରାତିରେ ବି କଣ୍ଟିନ୍ୟୁ କରିପାରେ କାଲି ସକାଳ ପର୍ଯ୍ୟନ୍ତ। ତେଣୁ ସେଠି ପ୍ରଭାବ ରହୁଛି। ସାର୍ କେଉଁ ସବୁ ଜିଲ୍ଲା ଗୁଡିକରେ ବିଜୁଳି ବା ବଜ୍ରପାତ ଜନିତ ବର୍ଷା ହେବ, ସେ ନେଇ କିଛି ସୂଚନା ମିଳିପାରିବ?
ବଜ୍ରପାତ ଜନିତ ମୁଁ ଯେମିତି ଆପଣଙ୍କୁ କହିଲି ଯେ ଏଇ ଯୋଉ ଉତ୍ତର ଆମର ଯୋଉ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଆଉ ଝାଡଖଣ୍ଡ ରହୁଛି, ଯେମିତି ଆପଣ ଯଦି ନିର୍ଦ୍ଦିଷ୍ଟ ଭାବରେ କହିବେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଆଜ୍ଞା ଢେଙ୍କାନାଳ, କେନ୍ଦ୍ରାପଡା, ଏଇ ଅଞ୍ଚଳରେ ଟିକେ ଅଧିକା ବିଜୁଳି ଘଡଘଡି ରହୁଛି, କାରଣ ଟିକେ ବଡ ଏରିଆରେ ଏହାର ପ୍ରଭାବ ରହିବ। ତେଣୁ ଆଜି ଅପରାହ୍ନ ଆଜି ଦିନ ସାରା ବି ଆପଣଙ୍କର ବିଜୁଳି ଘଡଘଡିର ଟିକେ ସମ୍ଭାବନା ରହୁଛି। ତେଣୁ ସେଥିପାଇଁ ବି ଆମେ ସତର୍କ ହବା। ଓଭରଅଲ ଏଇ କଣ୍ଡିସନ ମତେ ଲାଗୁଛି 24 ତାରିଖ ପର୍ଯ୍ୟନ୍ତ ରହିବ। ତେଣୁ ଆମକୁ ସତର୍କତା ସହିତ ରହିବାକୁ ପଡିବ। ସାର୍ ଆଉ ଗୋଟେ କ୍ୱେଶ୍ଚିନ୍ ରହିଛି ଯେ ମାର୍ଚ୍ଚ 1ରେ କାଳବୈଶାଖୀ ଅଛି କି? ହଁ, ବର୍ତ୍ତମାନ ଆପଣ ଯଦି ଦେଖିବେ ଏଇ ପରିବେଶ 24 ତାରିଖ ପର୍ଯ୍ୟନ୍ତ ଚାଲୁଛି। 24 ତାରିଖ ପରେ ଆମର ପୁଣି ଟିକେ ଶୁଷ୍କ ବାତାବରଣ ହବ। କିନ୍ତୁ ଆପଣଙ୍କର ଠିକ ଫେବୃଆରୀ ଶେଷ ଆଡକୁ 28-27 ଆଡେ ପୁଣି ଆମର ଯୋଉ ଦକ୍ଷିଣ ବଙ୍ଗୋପସାଗର ସକ୍ରିୟ ହେଇଯିବ। ତେଣୁ ଆପଣ ଯୋଉ ଦକ୍ଷିଣ ଭାରତରେ ଟିକେ ବର୍ଷା କଣ୍ଡିସନ ମାର୍ଚ୍ଚ ଫାର୍ଷ୍ଟ ୱିକରେ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଆଉ ସେତେବେଳେ ବି ପଶ୍ଚିମା ଝଡର ପ୍ରଭାବ ରହିବ। ତେଣୁ ମାର୍ଚ୍ଚ ଯୋଉ ଫାର୍ଷ୍ଟ ୱିକ ପରେ ଯୋଉ ସେକେଣ୍ଡ ୱିକ ଆଡକୁ ମତେ ଲାଗୁଛି କିଛିଟା ପରିବେଶ କେନ୍ଦ୍ରୀୟ ଭାରତରେ ସୃଷ୍ଟି ହଉଛି। କିନ୍ତୁ ଓଡିଶା ପରିପ୍ରେକ୍ଷୀରେ ବର୍ତ୍ତମାନ ଏତେ ଆଗରୁ କହିବା ସମ୍ଭବ ନୁହେଁ। କାଳବୈଶାଖୀ ତ ହବାର ବର୍ତ୍ତମାନ ସମ୍ଭବ ଲାଗୁନି, କାରଣ ଇଏ କାଳବୈଶାଖୀ ପାଇଁ ଯୋଉ ପରିବେଶ ଦରକାର ସେ ପରିବେଶ ବର୍ତ୍ତମାନ ନାହିଁ। ଟିକେ ସ୍ଥଳ ଭାଗଟା ଉତ୍ତପ୍ତ ହବା ଦରକାର। ତେଣୁ ମତେ ଲାଗୁଛି ସେଇ ପରିବେଶ ଏପ୍ରିଲ ମେ ଆଡେ ସୃଷ୍ଟି ହେଇପାରେ। ମାର୍ଚ୍ଚ ମାସରେ ମତେ କାହିଁ ଏତେ କାଳବୈଶାଖୀର ସମ୍ଭାବନା ଲାଗୁନି। ସାର୍ ଆମର ଜଣେ କମେଣ୍ଟ ଯିଏକି କରିଛନ୍ତି ସୌମ୍ୟ, ପ୍ରତ୍ୟେକ ଦିନ ସେ ଆମ ଚ୍ୟାନେଲ ଦେଖିଥାନ୍ତି ଆଉ ତାଙ୍କର କିଛି କ୍ୱେଶ୍ଚିନ୍ ରହିଛି ଯାହା ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହିଁବି। ତେବେ ଓଡିଶାର ବୃଷ୍ଟିଛାୟା ଅଞ୍ଚଳରେ ଏବେ କିଛି ବର୍ଷ ହେବ ଅତ୍ୟଧିକ ବର୍ଷା ହେଉଛି, ତାହାର କାରଣ କଣ? ଏଇଟା ଟିକେ କୋଶ୍ଚିନ୍ ଟା ଆପଣଙ୍କର କ୍ଲିୟର ରହୁନି ଯେ ବୃଷ୍ଟିଛାୟା ମାନେ ଆପଣଙ୍କର ରେନ୍ ସାଡୋ ରିଜନ କହୁଛନ୍ତି, ଆମର ଯୋଉ ପଶ୍ଚିମ ଓଡିଶା କି କୋଉ ରିଜନ କୁ ବୋଧେ ସେ କହୁଛନ୍ତି। କିନ୍ତୁ ଓଭରଅଲ ଆପଣଙ୍କର ଯୋଉ ବର୍ଷା ଆପଣ ଯଦି ଦେଖିବେ ଆମର ଭାରତ ପରିପ୍ରେକ୍ଷୀରେ ରାଜସ୍ଥାନ, ଆମର ଯୋଉ ମରୁଭୂମି ଅଞ୍ଚଳ ଉତ୍ତର ପଶ୍ଚିମ ଭାରତରେ ବର୍ଷା ହୁଏନି। କିନ୍ତୁ ଆଜ୍ଞା ସେଠି ବର୍ତ୍ତମାନ ବେଶୀ ଟିକେ ବର୍ଷା ହଉଛି। ସେମିତି ଆମର ଯୋଉ ମନସୁନ ଗାଙ୍ଗେୟ ଉପତ୍ୟକାରେ ବେଶୀ ବର୍ଷା ହବା କଥା, ସେଠି ବର୍ତ୍ତମାନ ବର୍ଷା କମୁଛି। ତାପରେ ବର୍ଷାର ଯୋଉ ମାତ୍ରା ବିସ୍ତୃତିରେ କିଛିଟା ଡିଷ୍ଟିଙ୍କ୍ଟ ପରିବର୍ତ୍ତନ ପରିଲକ୍ଷିତ ହଉଛି। ଯେମିତି ଅଳ୍ପ ସମୟରେ ଅଳ୍ପ ଜାଗାରେ ବହୁତ ବର୍ଷା ହେଇଯାଉଛି, ତାପରେ ଟିକେ ବେଶୀ ସମୟ ଶୁଖିଲା ରହୁଛି। କିନ୍ତୁ ଓଡିଶା ପରିପ୍ରେକ୍ଷୀରେ ମତେ ଲାଗୁଛି ଆଉ ଟିକେ କୋଶ୍ଚିନ୍ ଟା ଟିକେ କ୍ଲାରିଟି ରହିବା ଦରକାର। ସାର୍ ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି ଏବେ କିଛି ବର୍ଷ ହେବ ହଠାତ୍ କଳାହାଣ୍ଡିଆ ମେଘ ମାଡି ଆସି ମଧ୍ୟ ବର୍ଷା ହେଉନାହିଁ ଏବଂ ବାଦଲ ଖଣ୍ଡ ଭାଙ୍ଗି ଯାଉଛି, ତାର ପ୍ରକୃତ କାରଣ କଣ? ଏଇ କୋଶ୍ଚିନ୍ ଟା ବି ଟିକେ ଜେନେରାଲାଇଜ କୋଶ୍ଚିନ୍ ହେଇଯାଉଛି। ଦେଖନ୍ତୁ ବର୍ତ୍ତମାନ ସବୁ ସବୁ ସ୍ଥାନ ଆଉ ସବୁ ବାୟୁମଣ୍ଡଳ ଯୋଉ ପରିସ୍ଥିତି ସେମ୍ ନୁହେଁ। ଆପଣଙ୍କର ଯେମିତି ବର୍ତ୍ତମାନ ପଶ୍ଚିମା ଝଡ଼ ବର୍ଷା ଦଉଛି, କିନ୍ତୁ ଏତେ ବର୍ଷା ଦବା ପାଇଁ ସକ୍ଷମ ନୁହେଁ ଯେମିତି ଆମର ଲଘୁଚାପ ଜନିତ ବର୍ଷା। କାରଣ ଇଏ ଯୋଉ ପଶ୍ଚିମା ଝଡ଼ର ଯୋଉ ମେନ୍ ଯୋଉ ବର୍ଷାର ବାଦଲ ଯୋଉ ପ୍ରକ୍ରିୟା ସୃଷ୍ଟି ହବାର ପ୍ରକ୍ରିୟା ବାୟୁମଣ୍ଡଳ ଉପର ସ୍ତରରେ ହଉଛି। ତେଣୁ ଉପର ସ୍ତରରେ ଯେତେବେଳେ ହୁଏ ଟିକେ ଏତେ ପ୍ରଭାବ ରହେନି। କିନ୍ତୁ ଆପଣ ଯଦି ଲଘୁଚାପ ଜନିତ ବର୍ଷା ଦେଖିବେ କି ଆପଣଙ୍କର କାଳ ବୈଶାଖୀ ବର୍ଷା ଦେଖିବେ, ସେ ବାୟୁମଣ୍ଡଳ ତଳ ସ୍ତରରୁ ହୁଏ, ଟିକେ ବେଶୀ ପ୍ରଭାବ ଦେଇଥାଏ। କିନ୍ତୁ ସେଇ ପଶ୍ଚିମ ଝଡ଼ ଆମର ଉତ୍ତର ଭାରତରେ ଟିକେ ତୁଷାରପାତ କରାଇଥାଏ। ତେଣୁ ସ୍ଥାନ ବିଶେଷରେ ଆଉ ବାୟୁମଣ୍ଡଳ ପରିସ୍ଥିତି ନେଇକି ବାଦଲ ମାନେ ବର୍ଷା କରନ୍ତି, ତାକୁ ଏତେ ଜେନେରାଲାଇଜ ଭାବରେ କହିହବନି। ଆଜ୍ଞା ଆପଣଙ୍କୁ ମାନେ ସ୍ପେସିଫିକ ଦିଗ ଦେବାକୁ ପଡିବ। ସାର୍ ବର୍ତ୍ତମାନ କୁହୁଡିକୁ ନେଇକି କଣ କହିବେ, ଯେହେତୁ ବର୍ଷା ହଉଛି କୁହୁଡି କଣ୍ଡିସନକୁ ନେଇ କଣ କହିବେ? ହଁ, କୁହୁଡି ଯୋଉ ପ୍ରଭାବ ଟା ମୁଁ କହିଲି ଯେମିତି ଆପଣଙ୍କର ବର୍ତ୍ତମାନ ଆର୍ଦ୍ରତା ପୂର୍ଣ୍ଣ ଆମର ଯୋଉ ବାୟୁ ପ୍ରବଳ ମାତ୍ରାରେ ଆମର ଓଡିଶା ଓ ପାର୍ଶ୍ୱବର୍ତ୍ତୀ ରାଜ୍ୟ ମାନଙ୍କରେ ରହୁଛି। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲା ମାନେ ମତେ ଲାଗୁଛି କୁହୁଡିର ପ୍ରଭାବ କାଲିଠୁ ରହିବ। ସକାଳ ବେଳା କୁହୁଡିର ପ୍ରଭାବ ଆଉ ଲାଗୁଛି ଏଇଟା ଫେବୃଆରୀ ଶେଷ ସପ୍ତାହ ମାନେ ଯୋଉ ଶେଷ ହପ୍ତାହ ଅଛି ସେଇ ଶେଷ ହପ୍ତାହ ଯାକ କୁହୁଡି କଣ୍ଡିସନ ରହିବ। କାରଣ ଏ ସିଷ୍ଟମ ଗୁରା ଏତେ ପାୱାରଫୁଲ ନୁହେଁ ଯେ ଶକ୍ତିଶାଳୀ ନୁହେଁ ଯେ ବହୁତ ବର୍ଷା କରେଇବେ। ତେଣୁ ବହୁତ ଗୁଡେ ଆର୍ଦ୍ରତା ପୂର୍ଣ୍ଣ ବାୟୁ ରହିବ। ତେଣୁ ଆର୍ଦ୍ରତାପୂର୍ଣ୍ଣ ରହିଲେ ସ୍ଥଳଭାଗ ଟା ସାମାନ୍ୟ ଥଣ୍ଡା ଅଛି। ତେଣୁ କୁହୁଡି ପରିସ୍ଥିତି ମତେ ଲାଗୁଛି ଯୋଉ ଲାଷ୍ଟ 7-8 ଦିନ ଅଛି କୁହୁଡି ପରିଲକ୍ଷିତ ହବ। ସାର୍ ଆଉ କିଛି ଦିନର ଅପେକ୍ଷା ଫେବୃଆରୀ ମାସରୁ ଆମେ ମାର୍ଚ୍ଚ ମାସକୁ ଯିବା, ଯେହେତୁ ବର୍ତ୍ତମାନ ସମୟରେ ଗୋଟେ ଅ ଗରମ କଣ୍ଡିସନ ମଧ୍ୟ ଆସିଗଲାଣି। କିନ୍ତୁ ଏହି ସମୟରେ ଆପଣ କହିବେ କି ଚଳିତ ବର୍ଷ ଯେହେତୁ 2025 ମସିହାରେ ହିଟ୍ ୱେଭ୍ କଣ୍ଡିସନ କେବେଠାରୁ ଆରମ୍ଭ ହେବ?
हाँ यहाँ आमर जो 2024 मसीह टिके बहुत उत्कट समस्या थिला कि 2025 जो अपन देखुं फेब्रुआरी मस देखते जो वर्षार एपिसोड चली बहुत गुड़ा स्थल आमर जो ताप सर्वोच्च तापमात्रा को नियंत्रण करदेव ओडिशा परिप्रेक्षी में कहूँ पुणी मार्च प्रथम सप्ताह आपणकर दक्षिण बंगोपसागर सक्रिय हो केन्द्रीय भारतर भी जो आमर कन्वेक्टिव एक्टिविटीज रहिबो तेणु सी भी किसी कंट्रोल कर तेणु मोटामोटी मत लगुच मार्च मसरे जो सर्वोच्च तापमात्रा नियंत्रण तेणु हिट वेव कंडीशन मत लगुनि मार्च मस सृष्टि हम बोली तेणु एप्रिल मे रे देखा काल बैशाखी जदि भी हम ताल भी हिट वेव कंट्रोल रही अपेक्षा करा पड़ो एप्रिल मे रे कौन हो मार्च मसरे मत अबिका लगुनि कारण जो पछक पछ सिस्टम मान रोचे वायुर प्रभाव रोचे तेणु हिट वेव कंडीशन मत लगुनि मार्च मस ओडिशा परिप्रेक्षी निहाती भावे सर बहुत बहुत धन्यवाद सर आपण आलोचना पे। चिकालिका बम्बालिका चिकी बम्बा आम धान आम खेत बा बा के खुशी म बोतल खुशी आनिचिलो साबी प्रति 1 केजी बिहन रे 5 मिली रे इफको नानो डीएपी तरल पके बिहन उपचार करिवि कले धान कपा मका हो पनी परिबा गजा बाहरिबो दमदारिया चेर कांड पत्र शीघ्र बढ़िबो देखिबो अमल केमिति हबो इफको नानो डीएपी तरल सार चासी भाई मने प्रयोग कर।